Samsung Galaxy S26 ନୂଆ ମୋବାଇଲ ଯୋଉଟା ଆପଣ ମାନେ ଅଲରେଡି ଶୁଣି ସାରିଥିବେ। ଲଞ୍ଚ ଇଭେଣ୍ଟରେ କିଏ ଯାଇକି ମଧ୍ୟ ଆଟେଣ୍ଡ କରିସାରିଥିବେ। ଆଉ ମୋବାଇଲ କିଛି ଜଣଙ୍କ ହାତରେ ପହଞ୍ଚି ସାରିଲାଣି, ଆଉ କିଛିଙ୍କ ପାଖରେ ଏପର୍ଯ୍ୟନ୍ତ ପହଞ୍ଚିନି। ଯେଉଁମାନେ ସାଧାରଣ ଉପଭୋକ୍ତା ସେମାନଙ୍କ ପାଖକୁ ଏପର୍ଯ୍ୟନ୍ତ ମୋବାଇଲ ପହଞ୍ଚି ନାହିଁ। ସବୁଠାରୁ ବେସିକ୍ ବିଷୟ ଯାହା ଆମେ ଦେଖିଥାଉ ମୋବାଇଲରେ ବ୍ୟାଟେରୀ, କ୍ୟାମେରା କିମ୍ବା ଡିସପ୍ଲେ ଏସବୁ, କିନ୍ତୁ ସେସବୁ ବିଷୟକୁ ବାଦ ଦେଲା ପରେ କେତେଟା ଇମ୍ପୋର୍ଟାଣ୍ଟ ବିଷୟ ଅଛି ଯୋଉଟା ଆମେ ଜାଣି ରଖିବା ବହୁତ ଜରୁରୀ। ଆଜି ଆମେ ଏହି ଭିଡ଼ିଓରେ ଦେଖିନେବା। ଆଉ ଯେଉଁମାନେ ମୋବାଇଲକୁ କିଣିବା ପାଇଁ ଚାହୁଁଛନ୍ତି ସେମାନଙ୍କୁ ଏ ବେସିକ୍ ବିଷୟ ଇମ୍ପୋର୍ଟାଣ୍ଟ ହେବ ସେମାନଙ୍କ ଡେଲି ଲାଇଫରେ। এটা ଗୋଟେ ବହୁତ ଭଲ ହେବା ପାଇଁ ଯାଉଛି। ତ ଚାଲନ୍ତୁ ଆମେ ଆରମ୍ଭ କରିବା। ଯଦି ଆମେ ଏଇ ମୋବାଇଲର କଲର୍ସ ବିଷୟରେ ଯଦି ଆମେ କହିବା, ଚାରୋଟି କଲର୍ସରେ କମ୍ପାନୀ ଦେଉଛି, ଯେମିତି ବ୍ଲାକ୍, ହ୍ୱାଇଟ୍, ସ୍କାଇ ବ୍ଲୁ ଏବଂ କୋବାଲ୍ଟ ଭାୟୋଲେଟ୍। ତାକୁ ଆପଣ ଯଦି ଏମିତି ଦେଖିବେ ତାହେଲେ ବ୍ଲୁ ଭଳିଆ ହିଁ ଦେଖାଯାଉଛି, କିନ୍ତୁ ସେଟା ଗୋଟେ ବହୁତ ୟୁନିକ୍ ଡିଜାଇନ୍ ଆପଣଙ୍କୁ ଦେଖିବା ପାଇଁ ମିଳିଯିବ S26 ସିରିଜରେ। ଆପଣମାନଙ୍କୁ ସେ ପ୍ଲସ୍ ହଉ କିମ୍ବା ଅଲ୍ଟ୍ରା ସିରିଜରେ ମଧ୍ୟ ହଉ, ଆପଣଙ୍କୁ ବହୁତ ୟୁନିକ୍ କଲର୍ସ ଦେଖିବା ପାଇଁ ମିଳିଯାଉଛି। ଆଉ ଆର ଡିଜାଇନ୍ସ ଆପଣମାନଙ୍କୁ ବହୁତ ଭଲ ଲାଗିବ, କାହିଁକିନା ଫ୍ରଣ୍ଟରେ ଯଦି ଆପଣ ଦେଖିବେ ସିମେଟ୍ରିକାଲ ଡିଜାଇନ୍ସ ଟାଇପ୍ର ଆପଣଙ୍କୁ ଦେଖିବା ପାଇଁ ମିଳିଯିବ। ପଞ୍ଚ ହୋଲ୍ କ୍ୟାମେରା ସହିତ ସବୁଆଡ଼େ ସେମ୍ ଆପଣମାନଙ୍କୁ ଦେଖିବା ପାଇଁ ମିଳିଯାଉଛି ଭେଜେଲ୍ସ ଗୁଡ଼ାକ, ଯେଉଁଟା ଆପଣଙ୍କ ଇନହ୍ୟାଣ୍ଡ ଫିଲ୍ ବହୁତ ଭଲ ହେବା ପାଇଁ ଯାଉଛି ଏବଂ କଣ୍ଟେଣ୍ଟ ମଧ୍ୟ ବହୁତ ଭଲରେ ଦେଖିପାରିବେ। ଆଉ ବ୍ୟାକ୍ ଡିଜାଇନ୍ ଯଦି ଦେଖିବେ, ଆପଣଙ୍କୁ ଯେଉଁ କ୍ୟାମେରା ମଡ୍ୟୁଲ୍ ତିନୋଟି ଦିଆହେଇଛି, ବେସିକାଲି ଆପଣଙ୍କୁ ଆଇଫୋନ୍ର ବିଷୟରେ ମନେ ପକାଇ ଦିଏ। ଯେଉଁ ଆମ ବେସ୍ ମଡେଲ୍ ଅଛି, ଦୁଇଟା କ୍ୟାମେରା ଥିଲେ ଯେ ପ୍ରକାର ଦେଖାଯାଏ, ଠିକ୍ ସେଇ ପ୍ରକାର ସେମ୍ ହିଁ ଦେଖାଯାଉଛି, କିନ୍ତୁ ଏଇଟା ତିନୋଟି କ୍ୟାମେରା ଦିଆହେଇଛି। ଆଉ ବ୍ୟାକ୍ରେ ଆଉ କିଛି ନୁହେଁ, ଫ୍ଲାସ୍ ଲାଇଟ୍ ସହିତ ବ୍ରାଣ୍ଡିଂ ସାମସଙ୍ଗର ଯେଉଁଟା ମଧ୍ୟ ଆପଣ ଦେଖିବା ପାଇଁ ପାଇବେ। ଉପରେ ଯଦି ଆପଣ ଦେଖିବେ ନଏଜ୍ କ୍ୟାନ୍ସେଲେସନ୍ ମାଇକ୍ ଦିଆଯାଇଛି ଦୁଇଟା, ଯେଉଁଟାକି ବହୁତ ଭଲ ଆପଣଙ୍କ ଡେଲି ୟୁଜେଜ୍ରେ। ସେଇଟା ହିଁ ଆପଣଙ୍କୁ ଯଦି ଗହଳି ଜାଗା ରହିଥିବେ ତାହେଲେ ସେଇଟା ଭଲରେ କାମ ଦେବ। ଆଉ ତଳେ ଅବଭିୟସଲି 3.5mm ଯାକ ମିଳିବ ନାହିଁ, କାହିଁକି ସାମସଙ୍ଗ ବହୁତ ବର୍ଷ ପୂର୍ବରୁ ସେଇଟା ଅଲରେଡି ହଟେଇ ଦେଇଛି। ସ୍ପିକର ଗ୍ରିଲ୍, ଚାର୍ଜିଂ ପୋର୍ଟ, ମାଇକ୍ରୋଫୋନ୍ ଏବଂ ସିମ୍ ସ୍ଲଟ୍ ଆପଣଙ୍କୁ ଏଠି ତଳେ ସିମ୍ ସ୍ଲଟ୍ ଦେଖିବା ପାଇଁ ମିଳିଯିବ। ଏବଂ ଲେଫ୍ଟ ସାଇଡ଼୍ରେ ସେମିତି କିଛି ଦିଆହେଇନି, କିନ୍ତୁ ରାଇଟ୍ ସାଇଡ଼୍ରେ ଭଲ୍ୟୁମ୍ ରକର୍ ସହିତ ଆପଣଙ୍କୁ ପାୱାର ଅନ୍ ଅଫ୍ ବଟନ୍ ଦିଆହେଇଛି, ଯେଉଁଟାକି ବେସିକ୍ ବିଷୟ। ମୋବାଇଲଟା ବହୁତ ସ୍ଲିମ୍ ହେଇକି ଅଛି, ଯେଉଁଟାକି ଆପଣଙ୍କ ଇନହ୍ୟାଣ୍ଡ ଫିଲ୍ ବହୁତ ଭଲ ହେବା ପାଇଁ ଯାଉଛି। ସଙ୍ଗେ ସଙ୍ଗେ ଯେଉଁ ରାଉଣ୍ଡ କର୍ଣ୍ଣର ଯେଉଁ ଅଛି, ଆପଣଙ୍କୁ ମୋବାଇଲ ବକ୍ସି ଡିଜାଇନ୍ ଦେଖିବା ପାଇଁ ମିଳିବ ନାହିଁ। ଦୂରରୁ ଦେଖିଲେ ଆପଣଙ୍କୁ ଲାଗିବ ବକ୍ସି ମୋବାଇଲଟା, କିନ୍ତୁ ସେଇଟା ଆକ୍ଚୁଆଲି କର୍ଭ ଡିଜାଇନ୍ ହେଇକି ଅଛି। ଆପଣ ବିନା କେସ୍ରେ ମଧ୍ୟ ଯଦି ଧରିବେ ଆପଣଙ୍କ ହାତକୁ ଚୁଭିବ ନାହିଁ। ବେଳେବେଳେ କ'ଣ ହେଇଥାଏ, ଯେଉଁମାନେ ଗେମିଂ କରନ୍ତି ସେମାନଙ୍କୁ ଯଦି କର୍ଭ ଡିଜାଇନ୍ ନଥାଏ ତାହେଲେ ସେମାନଙ୍କୁ ସେଇଟା ଗୋଟେ ବହୁତ ଇନହ୍ୟାଣ୍ଡ ଫିଲ୍ ଭଲ ହୁଏନି ଏବଂ ଲଙ୍ଗ ସମୟ ପର୍ଯ୍ୟନ୍ତ ସେମାନେ ଖେଳିପାରନ୍ତି ନାହିଁ। କିନ୍ତୁ ଏ ମୋବାଇଲର ଯେଉଁ ଡିଜାଇନ୍ ଏ ବର୍ଷ ବାହାର କରିଛି ସେଇଟା ଗୋଟେ ବହୁତ ଭଲ ଦେଖାଯାଉଛି ଏବଂ ଇନହ୍ୟାଣ୍ଡ ଫିଲ୍ ବହୁତ ଭଲ ହେବା ପାଇଁ ଯାଉଛି। କ୍ୟାମେରା ବିଷୟରେ ଯଦି ଆମେ କଥା ହେବା ମୋବାଇଲର, ସେମ୍ କ୍ୟାମେରା ଆପଣଙ୍କୁ ଦେଖିବା ପାଇଁ ମିଳିଯିବ। ଲେନ୍ସେସରେ ଟିକେ ଡେଭଲପମେଣ୍ଟ ମିଳିଛି, ଯେମିତି ଆପଣଙ୍କୁ ଯଦି ରିୟର କ୍ୟାମେରା ଦେଖିବେ 12 ମେଗାପିକ୍ସେଲ, 50 ମେଗାପିକ୍ସେଲ ଆଉ 10 ମେଗାପିକ୍ସେଲ ଦେଖିବା ପାଇଁ ମିଳିଯିବ। ଆଉ ଯେଉଁଟାକି ଆପଣଙ୍କ ଡେଲି ୟୁଜେଜ୍ରେ ବହୁତ ଭଲ ହେବା ପାଇଁ ଯାଉଛି। ଫ୍ରଣ୍ଟରେ ଆପଣଙ୍କୁ 12 ମେଗାପିକ୍ସେଲ ଦେଖିବା ପାଇଁ ମିଳିଯିବ ସେଲ୍ଫି କ୍ୟାମେରାଟା, କିନ୍ତୁ ସେ କ୍ୟାମେରାର ମେଗାପିକ୍ସେଲ ଉପରେ ନ ଗଲେ ଆପଣଙ୍କୁ ଏଇ ଯେଉଁ ମେନ୍ କ୍ୟାମେରା 50 ମେଗାପିକ୍ସେଲ ଦିଆଯାଇଛି ସେଇଟା ବହୁତ ଭଲ ଫଟୋ ଉଠେଇକି ଦେବ। ଆଉ ଆପଣଙ୍କ ଡେଲି ୟୁଜେଜ୍ରେ ସାମସଙ୍ଗ ମୋବାଇଲ ଆପଣ ଜାଣିଛନ୍ତି କ୍ୟାମେରା କେମିତି ଆସିଥାଏ, ତ କ୍ୟାମେରାର ବେଶୀ କିଛି କହିବାର ନାହିଁ। ଆପଣଙ୍କୁ S25 ସିରିଜରେ ଯାହା ମଧ୍ୟ ମିଳିଥିଲା ସେମ୍ ବିଷୟ ମିଳିଛି। ଆଉ ଯଦି ଆପଣ ଡିସପ୍ଲେ ବିଷୟରେ କଥା ହେବେ, ଡିସପ୍ଲେରେ ଆପଣଙ୍କୁ ସାଇଜ୍ରେ ଯେଉଁ ଲାଷ୍ଟ ଇୟର ଚେଞ୍ଜେସଟା ଆଣିଥିଲା 6.3 ଇଞ୍ଚ ଡିସପ୍ଲେ, ସେଇଟା ହିଁ ଅଛି 6.3 ଇଞ୍ଚ। ଆଉ ଯେଉଁମାନେ S ପ୍ଲସ୍ କିଣିବା ପାଇଁ ଯାଉଛନ୍ତି 26 ପ୍ଲସ୍, ସେମାନଙ୍କ ପାଇଁ 6.7 ଇଞ୍ଚର ଦେଖିବା ପାଇଁ ମିଳିଯିବ। ଆପଣଙ୍କ ଭିଡ଼ିଓ କଣ୍ଟେଣ୍ଟ ୱାଚିଂ ଯେଉଁ ଏକ୍ସପିରିଏନ୍ସ ବହୁତ ଭଲ ହେବା ପାଇଁ ଯାଉଛି, କାହିଁକିନା TFT ଡିସପ୍ଲେ। ତାପରେ ଏଇ ଯେଉଁ ଆମର ଡିସପ୍ଲେଟା ଆପଣ ଜାଣିଛନ୍ତି ସାମସଙ୍ଗ କମ୍ପାନୀ କେବେ ମଧ୍ୟ ଡିସପ୍ଲେରେ ପଛୁଆ ନଥାଏ, ସବୁଠାରୁ ଆଗରେ ହିଁ ରହିଥାଏ। ତ ସେଇଥିପାଇଁ ଡିସପ୍ଲେର ବ୍ରାଇଟନେସ୍ ଆପଣମାନଙ୍କୁ ବହୁତ କ୍ଲିୟର ଦେଖିବା ପାଇଁ ମିଳିବ, ଯେଉଁଟା ଗୋଟେ ବେସିକ୍ କଥା। ଆଉ ବ୍ୟାଟେରୀ ବିଷୟରେ ଯଦି କଥା ହେବା, ଏ ମୋବାଇଲର ବ୍ୟାଟେରୀ ବିଷୟରେ ବେଶୀ କିଛି କମ୍ପାନୀ କହିନି, ମାନେ ବେଶୀ କିଛି କ୍ଲେମ୍ କରିନାହିଁ। ଆପଣଙ୍କୁ ସିମ୍ପଲ୍ ବିଷୟ ଗୋଟେ କହିକି ଏଇଠି ରଖିଛି, 55% 30 ମିନିଟ୍ସରେ, ମାନେ ଅଧଘଣ୍ଟା ଭିତରେ ଆପଣଙ୍କୁ 50ରୁ ଅଧିକ ପରସେଣ୍ଟେଜ ବ୍ୟାଟେରୀ ଚାର୍ଜ କରିକି ଦେଇଦେବ ଏବଂ ଲଙ୍ଗ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ସେ ଚାର୍ଜଟା ଲାଷ୍ଟ କରିବା ପାଇଁ ଯାଉଅଛି। ତ ଏଇଟା ଗୋଟେ ବହୁତ ଭଲ ହେବ ଆପଣଙ୍କ ଡେଲି ୟୁଜରେ। ଯଦି ଆମେ ଏମିତି କାଲକୁଲେଟ୍ କରିବା ତାହେଲେ ଡେଫିନେଟଲି 4000 mAhରୁ ଅଧିକ ହିଁ ଆପଣଙ୍କୁ ବ୍ୟାଟେରୀ ଦେଖିବା ପାଇଁ ମିଳିଯିବ ଏ ମୋବାଇଲରେ। ଆଉ ଯେତେବେଳେ ମୋବାଇଲଟା ଆପଣଙ୍କ ହ୍ୟାଣ୍ଡକୁ ଆସିବ, ଆପଣମାନେ ପ୍ରପର ଏମ୍ଏଚ୍ଟା ଦେଖିବା ପାଇଁ ମିଳିଯିବ, କିନ୍ତୁ ମୁଁ ଗେସ୍ କରିକି କହୁଛି ଏଇଟା 4000 mAhରୁ ଅଧିକ ହିଁ ଅଛି। ଏ ମୋବାଇଲର କେତେଟା ବିଷୟ ଅଛି ଯେଉଁଟା ଆପଣଙ୍କ ଇନହ୍ୟାଣ୍ଡ ଫିଲ୍କୁ ବହୁତ ଇଜି କରିଦେବ। ଏଥିରେ ତ AI ଭରିକି ଅଛି। ମୁଁ AI ବିଷୟରେ ବେଶୀ କିଛି କହିବା ପାଇଁ ଚାହୁଁନି, କାରଣ AIରେ ଯେତିକି ମଧ୍ୟ ଆପଣମାନେ ଗତ ବର୍ଷ ୟୁଜ୍ କରିଥିଲେ S ସିରିଜରେ, ଏ ବର୍ଷ ମଧ୍ୟ ସେ ସବୁ ଅଛି। ତା ସହିତ ବହୁତ କିଛି ବିଷୟ ଏକ୍ସଟ୍ରା ପକାଇ ଦିଆଯାଇଛି, ଯେମିତି ଷ୍ଟୁଡ଼ିଓ ଲେଭେଲ୍ ଏଡିଟ୍ସ ବୁଲେଟ୍ ଇନ୍। ଆପଣମାନେ ଯେକୌଣସି ଗୋଟେ ନର୍ମାଲ ଫଟୋକୁ ଯଦି ଏଡିଟ୍ କରିବେ ତାହେଲେ ଆପଣ ସେଠି ଆପଣଙ୍କୁ ବିଷୟ ଗୁଡ଼ାକ ଡାଉନଲୋଡ଼ କରିକି ଆଣିବା ପାଇଁ ପଡ଼ିବ, କିନ୍ତୁ ଏଠି ଇନବିଲ୍ଟ ହେଇକି ଅଛି। ଆପଣ ସେଠି କଷ୍ଟମାଇଜ୍ କରିପାରିବେ, ଆଉ ଯେକୌଣସି ଡେକୋରେସନ୍ ଆପଣ କରିବା ପାଇଁ ଚାହୁଁଛନ୍ତି ସେ ଫଟୋରେ, ସେସବୁ କରିପାରିବେ। ସଙ୍ଗେ ସଙ୍ଗେ ଫ୍ରମ୍ ଫଟୋସ୍ ଟୁ ଷ୍ଟିକର୍ସ ଇନ୍ ଏ ଟାପ୍, ଏଠି ଆପଣଙ୍କୁ ବହୁତ ଭେରାଇଟିର ଷ୍ଟିକର୍ସ ମିଳିଯିବ, ଯେଉଁଟା ଆପଣମାନେ ଆପଣଙ୍କ ଫଟୋରେ ଆଡ଼୍ କରିପାରିବେ କିମ୍ବା ଆପଣ କଷ୍ଟମାଇଜ୍ କରିପାରିବେ, ଯେଉଁଟା ଗୋଟେ ବହୁତ ଭଲ। ସଙ୍ଗେ ସଙ୍ଗେ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ବିଷୟ ଏଠି ଦେଖିବା ପାଇଁ ମିଳିଯିବ, ରିଅଲ୍ ଟାଇମ୍ ସଜେସନ୍ସ ୱେନ୍ ୟୁ ନିଡ୍ ଇଟ୍। ଯେତେବେଳେ ଆପଣମାନେ ମେସେଜ୍ କରୁଥାନ୍ତି କିମ୍ବା କାହା ସହିତ କଥା ହେଉଥାନ୍ତି କିମ୍ବା ଇମ୍ପୋର୍ଟାଣ୍ଟ ମେସେଜ୍ ଲେଖୁଥାନ୍ତି, ସେତେବେଳେ ଆପଣଙ୍କୁ କେଉଁ ଷ୍ଟିକର ଦରକାର,
କେଉଁ ଫଟୋ ଦରକାର କିମ୍ବା ଯେକୌଣସି ଗୋଟେ ଉଦାହରଣ ସ୍ୱରୂପ ଯେକୌଣସି ଗୋଟେ ଥିଙ୍ଗସର ଆବଶ୍ୟକ ଅଛି ସେ ଅଟୋମେଟିକାଲି ସେଠି ପପଅପ୍ କରିଦେବ, ଯେଉଁଟା ଗୋଟେ ବହୁତ ଭଲ ଅପସନ୍। ଆପଣଙ୍କୁ ଖୋଜିକି ଆଉ ଡାଉନଲୋଡ଼ କରିକି ସେ ଯାହା ଲେଖିଥିବେ ସେଇଟା ବୁଝିବା ପାଇଁ ଆବଶ୍ୟକ ନାହିଁ, ସେଇଠି ପପଅପ୍ କରିବ। ଆପଣ ସେଠି କ୍ଲିକ୍ କରିକି ଡାଇରେକ୍ଟଲି କ'ଣ କରିପାରିବେ ଏଠି ଆଡ଼୍ କରିପାରିବେ, ଯେଉଁଟା ଗୋଟେ ବହୁତ ଭଲ ରିଅଲ୍ ଟାଇମ୍ ସଜେସନ୍ସ। ସଙ୍ଗେ ସଙ୍ଗେ ୟୋର ଗ୍ୟାଲେକ୍ସି ୟୋର ୱେ, ଗ୍ୟାଲେକ୍ସି ମୋବାଇଲକୁ ଆପଣ ଯେମିତି ଚାହିଁବେ ସେମିତି କଷ୍ଟମାଇଜ୍ କରିପାରିବେ। ଏଠି ମୁଁ ଫଟୋ ଦେଖାଇ ଦେଇଛି କ୍ଲିୟରଲି କ'ଣ କ'ଣ ଆପଣ କଷ୍ଟମାଇଜ୍ କରିପାରିବେ ଏ ରୁ ଜେଡ୍ ପର୍ଯ୍ୟନ୍ତ। ଆପଣ ଯେମିତି ଆପଣଙ୍କୁ ୱାଲପେପର ହଉ ଆଉ ଡାଇଲର ହଉ କିମ୍ବା ଆପଣଙ୍କ କ୍ୟାମେରା ସିଷ୍ଟମ୍ ହଉ, ସଙ୍ଗେ ସଙ୍ଗେ ଆପଣଙ୍କ ଷ୍ଟିକରିଂ ଆଉ ଚାଟ୍ ଯାହା ମଧ୍ୟ ଆପଣ କରିବା ପାଇଁ ଚାହିଁବେ ଏଠି ଆପଣଙ୍କ ଡେଲି ୟୁଜେଜରେ ଯେମିତି ଚାହିଁବେ ଆପଣ ମୋବାଇଲକୁ ସେମିତି ରଖିପାରିବେ। ଅନ୍ୟାନ୍ୟ ମୋବାଇଲ ଯାହା ମଧ୍ୟ ଦେଇଥାଏ ସେମ୍ ହିଁ ଆପଣଙ୍କୁ ଚଲାଇବା ପାଇଁ ପଡ଼ିବ, କିନ୍ତୁ ଏଇଟା ଆପଣଙ୍କୁ ଡେଲି ୟୁଜେଜରେ ଗୋଟେ ବହୁତ ଭଲ ସିଷ୍ଟମ୍ ଦିଆହେଇଛି। ଆଉ ଯଦି ଆମେ କଥା ହେବା ସିକ୍ୟୁରିଟି ମାମଲାରେ, ଏଥର ସବୁ ସମୟ ଭଳିଆ ବହୁତ ଇମ୍ପୋର୍ଟାଣ୍ଟ ନକ୍ ସିକ୍ୟୁରିଟି ଦେଇଛି, ଯେଉଁଟାକି ବହୁତ ଭଲ। ଆପଣଙ୍କର ପର୍ସନାଲ ମୋବାଇଲ ଆପଣ ହିଁ କେବଳ ଚଲାଇ ପାରିବେ ସେ ପ୍ରକାର ସିଷ୍ଟମ୍ ଏଠି ଦିଆଯାଇଛି। ଯେମିତି ଆଉ ପର୍ସନାଲ ଡାଟା ଇଞ୍ଜିନ୍ କେଦେସ୍ ଏ ପ୍ରୋସେସ୍ ୟୋର ପର୍ସନାଲ ଡାଟା ସେଫ୍ଟି, ସେମାନେ କହୁଛନ୍ତି ଯାହା ମଧ୍ୟ ଆପଣଙ୍କ ପର୍ସନାଲ ଡାଟା ଅଛି ସେଟାକୁ ସମ୍ପୂର୍ଣ୍ଣ କନଫିଡେନ୍ସିଆଲ ଏବଂ ସେଫଲି ରଖାଯିବ। କୌଣସି ଥାର୍ଡ଼ ପାର୍ଟି ଆପ୍କୁ ଦିଆଯିବ ନାହିଁ କିମ୍ବା ଗୁଗୁଲକୁ ମଧ୍ୟ ଦିଆଯିବ ନାହିଁ। କିମ୍ବା ଏଠି ଏମିତି ମଧ୍ୟ ସିଷ୍ଟମ୍ କରିଦେଇଛି ଏଥରକ କି ଆପଣଙ୍କ ଡାଟା ଯଦି ଆପଣ ମୋବାଇଲରେ ରଖିବା ପାଇଁ ଚାହିଁବେ ରଖିପାରିବେ, ଆଉ ଯଦି ନାହିଁ କ୍ଲାଉଡ଼କୁ ରଖିବା ପାଇଁ ଚାହିଁବେ ତାହେଲେ ମଧ୍ୟ ଆପଣ କ୍ଲାଉଡ଼କୁ ରଖିପାରିବେ। ପ୍ରଥମରେ କ'ଣ ହେଉଥିଲା, ଆପଣ ଯଦି ମୋବାଇଲରେ ଡାଟା ରଖୁଛନ୍ତି ତାହେଲେ ସେଇଟା ସିଙ୍କ୍ ହେଇକି କ୍ଲାଉଡ଼କୁ ମଧ୍ୟ ପଳେଇ ଯାଉଥିଲା। ବର୍ତ୍ତମାନ ସେଇଟା ସେପାରେଟ୍ ହେଇଯାଇଛି ପ୍ରାଇଭେସି ରିଜନ୍ସ ପାଇଁ। ଆଉ ଏଇଟା ଯେଉଁମାନଙ୍କୁ ପ୍ରାଇଭେସି ବହୁତ ଆବଶ୍ୟକ ଏବଂ ପ୍ରାଇଭେସିକୁ ବହୁତ ଧ୍ୟାନ ଦିଅନ୍ତି ସେମାନଙ୍କ ପାଇଁ ଏ ସେଟିଂ ବହୁତ ଭଲ ହେବା ପାଇଁ ଯାଉଛି। ସଙ୍ଗେ ସଙ୍ଗେ ଏ ମୋବାଇଲର ଅପଡେଟ୍ ଆପଣମାନଙ୍କୁ OS 7 ବର୍ଷ ପର୍ଯ୍ୟନ୍ତ ମିଳିଯିବ, ଯେଉଁଟାକୁ ବହୁତ ଭଲ। ଆଉ ଆପଣମାନଙ୍କୁ କୌଣସି ପ୍ରକାର ଟେନସନ୍ ନେବାର ଆବଶ୍ୟକ ନାହିଁ। 6-7 ବର୍ଷ ଆପଣ ମୋବାଇଲ ଚଲାଇ ପାରିବେ, କାହିଁକିନା ବର୍ଷକୁ ବର୍ଷ ନୂଆ ନୂଆ ଅପଡେଟ୍ସ ଆପଣମାନଙ୍କୁ ଦେଖିବା ପାଇଁ ମିଳିଯିବ। ସାଙ୍ଗମାନେ ଯେଉଁ ଇମ୍ପୋର୍ଟାଣ୍ଟ ଡିଟେଲ୍ସ ଆପଣମାନଙ୍କୁ ମୁଁ କହିବା ପାଇଁ ଚାହୁଁଥିଲି ଏତିକି ଥିଲା। ପୁଣି ଥରେ ଦେଖା ହେବା ଗୋଟେ ନୂଆ ଭିଡ଼ିଓରେ, ଇମ୍ପୋର୍ଟାଣ୍ଟ ଭିଡ଼ିଓରେ। ଜୟ ହିନ୍ଦ।